ଆଜିର ପ୍ରସଙ୍ଗ ଆମ ଆତ୍ମା ଏବଂ ସ୍ୱାଭିମାନର ପ୍ରତୀକ ତ୍ରିରଙ୍ଗା। ଆଲେଖ୍ୟ ଆଞ୍ଚଳିକ ସମ୍ବାଦ ବିଭାଗ ଉପସ୍ଥାପନରେ ମୁଁ ସତ୍ୟରଞ୍ଜନ ମହାପାତ୍ର। ଭାରତୀୟ ସ୍ୱାଧୀନତା ସଂଗ୍ରାମ ଏବଂ ଜାତୀୟ ଇତିହାସରେ ଜୁଲାଇ 22 ତାରିଖ ସ୍ୱର୍ଣ୍ଣାକ୍ଷରରେ ଲିପିବଦ୍ଧ ହୋଇଥିବା ଏକ ଦିବସ। 1947 ମସିହା ଜୁଲାଇ ମାସ 22 ତାରିଖରେ ଭାରତର ସମ୍ବିଧାନ ସଭା ଦ୍ୱାରା ତ୍ରିରଙ୍ଗାକୁ ସ୍ୱାଧୀନ ଭାରତର ଜାତୀୟ ପତାକା ଭାବେ ଗ୍ରହଣ କରାଯାଇଥିଲା। ସେହି ଐତିହାସିକ ଦିବସକୁ ସ୍ମରଣ କରି ଆଜି ଜାତୀୟ ପତାକା ଗ୍ରହଣ ଦିବସ ପାଳନ କରାଯାଉଛି। ଇତିହାସକୁ ସମୀକ୍ଷା କଲେ ଜଣାପଡ଼େ, ଜାତୀୟ ପତାକାର ବିବର୍ତ୍ତନ କେବଳ ଏକ ପ୍ରତୀକର କାହାଣୀ ନୁହେଁ, ବରଂ ସ୍ୱାଭିମାନ ଆଡ଼କୁ ଭାରତ ଯାତ୍ରାର ଏକ ସ୍ୱର୍ଣ୍ଣିମ ଅଧ୍ୟାୟ। 1906 ମସିହାରେ ସ୍ୱଦେଶୀ ଆପଣାଇବା ଏବଂ ବିଦେଶୀ ବର୍ଜନ କରିବା ଆନ୍ଦୋଳନ ସମୟରେ ହିଁ ଏହାର ଯାତ୍ରା ଆରମ୍ଭ ହୋଇଥିଲା। କଲିକତାରେ ପ୍ରଥମେ ଏକ ପତାକା ଉତ୍ତୋଳନ କରାଯାଇଥିଲା। ଯଦିଓ ଆଜିର ପତାକାଠାରୁ ଏହା ବହୁ ପରିମାଣରେ ଭିନ୍ନ, ତଥାପି ବ୍ରିଟିଶ ଶାସନ ବିରୁଦ୍ଧରେ ପ୍ରତିରୋଧର ବର୍ଦ୍ଧିତ ଆତ୍ମାକୁ ଏହା ପ୍ରତିନିଧିତ୍ୱ କରିଥିଲା। ଏହାର ପରବର୍ଷ 1907ରେ ମ୍ୟାଡାମ ଭିକାଜୀ କାମା ପ୍ୟାରିସରେ ସମାନ ପତାକା ଉତ୍ତୋଳନ କରିଥିଲେ। ଆନ୍ତର୍ଜାତିକ ସ୍ତରରେ ଏହା ଭାରତ ସଂଘର୍ଷର ବାର୍ତ୍ତା ବହନ କରିଥିଲା। ସମୟ ବିତିବା ସହିତ ସ୍ୱାଧୀନତା ସଂଗ୍ରାମ ଅବସରରେ ଏହି ପତାକା ଆହୁରି ବିକଶିତ ହୋଇଥିଲା। 1917 ମସିହାରେ ଆନି ବେସାନ୍ତ ଏବଂ ବାଲ ଗଙ୍ଗାଧର ତିଲକଙ୍କ ନେତୃତ୍ୱରେ ଅନ୍ୟ ଏକ ପ୍ରକାରର ପତାକା ଉତ୍ତୋଳନ କରାଯାଇଥିଲା, ଯାହାକି ସ୍ୱଶାସନର ଦାବିକୁ ସଂକେତ ପ୍ରଦାନ କରିଥିଲା। ଆଜିର ଯେଉଁ ତ୍ରିରଙ୍ଗା ପତାକା ଆମେ ଦେଖୁଛୁ, ତାହାର ରୂପରେଖ ଗୋଟିଏ ଦିନରେ ପ୍ରସ୍ତୁତ ହୋଇନଥିଲା। ଏହା ପଛରେ ରହିଛି ସ୍ୱାଧୀନତା ସଂଗ୍ରାମର ଏକ ଦୀର୍ଘ ଏବଂ ବଳିଷ୍ଠ ଇତିହାସ। 1921 ମସିହାରେ ଆନ୍ଧ୍ରପ୍ରଦେଶର ସ୍ୱାଧୀନତା ସଂଗ୍ରାମୀ ପିଙ୍ଗାଳି ଭେଙ୍କୟା ଏକ ପତାକାର ନକ୍ସା ପ୍ରସ୍ତୁତ କରିଥିଲେ। ପରବର୍ତ୍ତୀ ସମୟରେ ମହାତ୍ମା ଗାନ୍ଧୀଙ୍କ ପରାମର୍ଶ କ୍ରମେ ଏଥିରେ ସ୍ୱାବଲମ୍ବନର ଏକ ପ୍ରତୀକ ଭାବେ ଅରଟ ଏବଂ ଶାନ୍ତିର ପ୍ରତୀକ ସ୍ୱରୂପ ଧଳା ରଙ୍ଗ ଯୋଡ଼ାଯାଇଥିଲା। 1931 ମସିହାରେ ଏହି ପତାକାରେ ଅନ୍ତିମ ପରିବର୍ତ୍ତନ କରାଯିବା ସହ ରଙ୍ଗଗୁଡ଼ିକ ଚୂଡ଼ାନ୍ତ ହୋଇଥିଲା। 1947 ମସିହା ଜୁଲାଇ 22 ତାରିଖରେ ପଣ୍ଡିତ ଜବାହରଲାଲ ନେହେରୁ ସମ୍ବିଧାନ ସଭାରେ ତ୍ରିରଙ୍ଗା ପତାକାର ପ୍ରସ୍ତାବ ଆଗତ କରିଥିଲେ। ଏଥିରେ ଅରଟ ବଦଳରେ ସାରନାଥର ଅଶୋକ ସ୍ତମ୍ଭରୁ ଅଶୋକ ଚକ୍ରକୁ ସ୍ଥାନ ଦିଆଯାଇଥିଲା। ଆମ ଜାତୀୟ ପତାକାର ପ୍ରତ୍ୟେକ ରଙ୍ଗ ଓ ଚିହ୍ନ ଭାରତୀୟ ସଂସ୍କୃତି ଓ ଆଦର୍ଶର ପ୍ରତୀକ ହୋଇଛି। ଗେରୁଆ ବା ସାଫ୍ରନ ରଙ୍ଗ ସାହସ, ତ୍ୟାଗ ଓ ବଳିଦାନର ପ୍ରତୀକ। ଧଳା ଶାନ୍ତି, ସତ୍ୟ ଓ ପବିତ୍ରତାର ସଂକେତ ବହନ କରୁଥିବା ବେଳେ ସବୁଜ ରଙ୍ଗ ସମୃଦ୍ଧି, ବିଶ୍ୱାସ ଓ ସୁଜଳା ସୁଫଳା ଧରିତ୍ରୀକୁ ପ୍ରତିନିଧିତ୍ୱ କରୁଛି। 24ଟି ଅର ବିଶିଷ୍ଟ ଅଶୋକ ଚକ୍ର ନିରନ୍ତର ପ୍ରଗତି, ଧର୍ମ ଓ ନ୍ୟାୟର ପ୍ରତୀକ ହୋଇ ରହିଛି। ଚେନ୍ନାଇର ସେଣ୍ଟ ଜର୍ଜ ପୋର୍ଟରେ ରହିଥିବା ଇତିହାସ ଆମ ଜାତିର କାହାଣୀକୁ ପ୍ରତିଫଳନ କରୁଛି। 12 ଫୁଟ ଲମ୍ବ ଏବଂ 8 ଫୁଟ ଚଉଡ଼ା ଏକ ଶୁଦ୍ଧ ରେଶମ ପତାକା ଭାରତୀୟ ସ୍ୱାଧୀନତା ଗ୍ୟାଲେରୀରେ ଝୁଲୁଛି। 1947 ମସିହା ଅଗଷ୍ଟ 15 ତାରିଖରେ ସ୍ୱାଧୀନ ଭାରତରେ ପ୍ରଥମ ଥର ପାଇଁ ଉଡ଼ାଯାଇଥିବା ପତାକାଗୁଡ଼ିକ ମଧ୍ୟରୁ ଏହା ଅନ୍ୟତମ। ଦେଶର ସ୍ୱାଧୀନତା ପାଇଁ ଲକ୍ଷ ଲକ୍ଷ ଲୋକଙ୍କ ତ୍ୟାଗ, ସଂଘର୍ଷ ଏବଂ ଆଶାର ଏହା ହେଉଛି ଏକ ନୀରବ ତଥା ଶକ୍ତିଶାଳୀ ପ୍ରମାଣ। 1947 ମସିହା ଅଗଷ୍ଟ ମାସ 15 ତାରିଖ ସକାଳ 5:30ଟାରେ ଉଡ଼ାଯାଇଥିବା ଏହି ପତାକା ଦିଗନ୍ତ ଉପରେ ଏକ ନୂତନ ଯୁଗର ସୂର୍ଯ୍ୟୋଦୟକୁ ପ୍ରତିପାଦନ କରୁଛି। ଶତାବ୍ଦୀର ଉପନିବେଶବାଦୀ ଶାସନକୁ ସହ୍ୟ କରିଥିବା ଏକ ଜାତି ପାଇଁ ଏହା ଥିଲା ଅତ୍ୟନ୍ତ ଆନନ୍ଦ, ଗର୍ବ ଏବଂ ଆଶ୍ୱସ୍ତିର ମୁହୂର୍ତ୍ତ। ଆଜି ମଧ୍ୟ ଯେଉଁମାନେ ସେଣ୍ଟ ଜର୍ଜ ପୋର୍ଟ ସଂଗ୍ରହାଳୟ ପରିଦର୍ଶନ କରନ୍ତି, ସେମାନଙ୍କ ପାଇଁ ଏହି ପତାକା ସମ୍ମୁଖରେ ଦଣ୍ଡାୟମାନ ହେବା ଏକ ନମ୍ର ତଥା ସମ୍ମାନସ୍ପଦ ଅଭିଜ୍ଞତା ଆଣିଥାଏ। ଭାରତୀୟ ଜାତୀୟ ପତାକା କେବଳ ଯେ ସ୍ୱାଧୀନତାର ପ୍ରତୀକ ତାହା ନୁହେଁ, ବରଂ ସ୍ୱାଧୀନତା ସହ ଜଡ଼ିତ ଦାୟିତ୍ୱକୁ ମଧ୍ୟ ସ୍ମରଣ କରାଇଥାଏ। ଭାରତୀୟ ପତାକା ସଂହିତା 2002 ତ୍ରିରଙ୍ଗାକୁ ସମ୍ମାନ ଏବଂ ମର୍ଯ୍ୟାଦା ପ୍ରଦର୍ଶନକୁ ପରିପ୍ରକାଶ କରେ। ଘରୋଇ, ସାର୍ବଜନୀନ ଏବଂ ସରକାରୀ ପ୍ରତିଷ୍ଠାନ ଦ୍ୱାରା ପତାକା ପ୍ରଦର୍ଶନ ସଂକ୍ରାନ୍ତ ନିୟମାବଳୀକୁ ଏହା ଦର୍ଶାଇବା ସହିତ ସମ୍ମାନର ସହିତ ବ୍ୟବହାରକୁ ସୁନିଶ୍ଚିତ କରୁଛି। ପରିବର୍ତ୍ତିତ ବିଶ୍ୱରେ ଭାରତୀୟ ଜାତୀୟ ପତାକା ଏକ ସ୍ଥିର, ଆଶା ଏବଂ ବିଶ୍ୱାସର ପ୍ରତୀକ ହୋଇ ରହିଛି। ସଂଘର୍ଷ, ତ୍ୟାଗ ଏବଂ ସମସ୍ତ ପ୍ରତିକୂଳ ପରିସ୍ଥିତି ସତ୍ତ୍ୱେ ନିଜସ୍ୱ ଉଦ୍ୟମରେ ସଳଖି ହୋଇଥିବା ଏବଂ ବିଶ୍ୱସ୍ତରରେ ନିଜ ପାଇଁ ସ୍ୱତନ୍ତ୍ର ସ୍ଥାନ ଦାବି କରିଥିବା ଏକ ଜାତିର ଅଦମ୍ୟ ମନୋଭାବକୁ ଏହି ପତାକା ସ୍ମରଣ କରାଇଥାଏ। ଦେଶକୁ ଆଗକୁ ବଢ଼ିବା ପାଇଁ ସ୍ୱପ୍ନ ଓ ଆକାଂକ୍ଷାର ଏହା ହେଉଛି ଏକ ଜୀବନ୍ତ ପ୍ରତୀକ।